ଶୁଭ ସକାଳ ପିଲାମାନେ। ଆଜିର ପାଠଟି ପଢ଼ିଲା ପରେ ତୁମେମାନେ ପ୍ରାକୃତିକ ଓ କୃତ୍ରିମ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବ। ପଦାର୍ଥର ବିଭିନ୍ନ ଅବସ୍ଥାକୁ ବୁଝାଇବ। ପିଲାମାନେ ଦେଖିଲ ଏଇ ସବୁ କାହାର ଚିତ୍ର ଅଟେ? ପିଲାମାନେ ତୁମେ ଚିତ୍ରରେ କଣ ସବୁ ଦେଖିଲ? ଆରେ ବା, ବହୁତ ବଢ଼ିଆ। ତୁମେମାନେ ଚିତ୍ରରେ କବାଟ, କାଠ, ବହି, ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଏସବୁ ଜିନିଷ ଦେଖିଲ। ଆଚ୍ଛା, ଏଇ ସବୁ ଜିନିଷକୁ ଆମେ କଣ କହୁ? ତୁମେ କହିଲ? ବହୁତ ବଢ଼ିଆ। ଏଇ ସବୁ ଜିନିଷକୁ ଆମେ ପଦାର୍ଥ ବୋଲି କହିଥାଉ। ଷଷ୍ଠ ଶ୍ରେଣୀରେ ମଧ୍ୟ ପଢ଼ିଛ? ବହୁତ ବଢ଼ିଆ। ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ୱରେ ଦେଖୁଥିବା ପଦାର୍ଥ ଗୁଡ଼ିକର ନାମ କହିଲ? କିଏ କହିବ? ଆରେ ବା! ଦୈନନ୍ଦିନ ଜୀବନରେ ଆମେ ବାଲି, ଗଛ, କାଠ, ଖେଳନା, ବିଭିନ୍ନ ପଶୁପକ୍ଷୀ, ଲୁଗାପଟା, ଆସବାବପତ୍ର, ପାନୀୟ, ଔଷଧ ଏପରି ଅନେକ ଜିନିଷ ଆମେ ଦେଖିଥାଉ। ନା କଣ? ବହୁତ ବଢ଼ିଆ। ଆମେ ଦୈନନ୍ଦିନ ଜୀବନରେ ସେଗୁଡ଼ିକର ଉପାଦେୟତା ତଥା ଆବଶ୍ୟକତା ଅନୁସାରେ ସେଥିମଧ୍ୟରୁ କେତେକକୁ ବ୍ୟବହାର କରିଥାଉ। ଜଳ, କାଠ, କୋଇଲା, ଖଣିଜ ପଦାର୍ଥ, ମୃତ୍ତିକା ଇତ୍ୟାଦି ଉପାଦେୟ ପ୍ରାକୃତିକ ପଦାର୍ଥର ଏକ ଉଦାହରଣ। ବର୍ତ୍ତମାନ ଆମେ ଦେଖିବା ପଦାର୍ଥର ପ୍ରକାରଭେଦ। ତୁମେ ବ୍ୟବହାର କରୁଥିବା ଘରେ ଓ ବାହାରେ ଦେଖୁଥିବା ପଦାର୍ଥ ଗୁଡ଼ିକୁ ନେଇ ମନୁଷ୍ୟକୃତ ଓ ପ୍ରାକୃତିକ ପଦାର୍ଥର ତାଲିକା ପ୍ରସ୍ତୁତ କରିବା। ତୁମେ ଯେଉଁ ଯେଉଁ ପଦାର୍ଥ ଗୁଡ଼ିକ ତୁମ ଚତୁଃପାର୍ଶ୍ୱରେ ଦେଖୁଛ ସେଗୁଡ଼ିକୁ ମଧ୍ୟରୁ କେଉଁଗୁଡ଼ିକ ପ୍ରାକୃତିକ ଓ କେଉଁଗୁଡ଼ିକ ମନୁଷ୍ୟକୃତ ଟିକେ ତାଲିକା ପ୍ରସ୍ତୁତ କଲ? ଶୀଘ୍ର ଶୀଘ୍ର କରିଦିଅ। ଆରେ ବା, କେତେ ଗୁଡ଼ାଏ ତାଲିକା କରିଛ। ପ୍ରାକୃତିକ ପଦାର୍ଥ ଗୁଡ଼ିକ ମଧ୍ୟରେ ଆମର ବାଲି, କାଠ, ଗଛ, ବିଭିନ୍ନ ପଶୁପକ୍ଷୀ, ପଥର, ବାୟୁ, ଜଳ ଆହୁରି ବି ଅନେକ କିଛି ଆସେ। ସେହିପରି ମନୁଷ୍ୟକୃତ ପଦାର୍ଥ ଗୁଡ଼ିକ ମଧ୍ୟରେ ଖେଳନା, ଲୁଗାପଟା, ଆସବାବପତ୍ର, ଔଷଧ, ପାନୀୟ, ବହି, ମୋବାଇଲ ଫୋନ ଆହୁରି ଅନେକ କିଛି ଆସିଥାଏ। ତାହେଲେ ତୁମେମାନେ ପ୍ରାକୃତିକ ଓ ମନୁଷ୍ୟକୃତ ପଦାର୍ଥ କେଉଁଗୁଡ଼ିକ ଭଲରେ ତୁମେ ତାଲିକା କରିପାରିଲ। ବର୍ତ୍ତମାନ ପଦାର୍ଥ ଦୁଇ ପ୍ରକାର। ଗୋଟିଏ ହେଲା ପ୍ରାକୃତିକ, ଅନ୍ୟ ଗୋଟିଏ ହେଲା ମନୁଷ୍ୟକୃତ। ତେବେ ପ୍ରାକୃତିକ ପଦାର୍ଥ ଆମେ କାହାକୁ କହିବା? ଯେଉଁ ପଦାର୍ଥ ଗୁଡ଼ିକ ପ୍ରକୃତିରୁ ମିଳିଥାଏ ସେଗୁଡ଼ିକ ଆମେ ପ୍ରାକୃତିକ ପଦାର୍ଥ କହିଥାଉ। ସେହିପରି ମନୁଷ୍ୟକୃତ ପଦାର୍ଥ କାହାକୁ କହିବା? ଯେଉଁ ପଦାର୍ଥ ଗୁଡ଼ିକ ମନୁଷ୍ୟ ଦ୍ୱାରା ତିଆରି ହୋଇଥାଏ ସେଗୁଡ଼ିକୁ ଆମେ ମନୁଷ୍ୟକୃତ ପଦାର୍ଥ ବୋଲି କହିଥାଉ। ଏହାକୁ ଆମେ କୃତ୍ରିମ ପଦାର୍ଥ ମଧ୍ୟ କହିଥାଉ। ବର୍ତ୍ତମାନ ଦେଖିବା ଆମେ ପଦାର୍ଥର କଣ ସବୁ ଗୁଣ ରହିଛି। ପିଲାମାନେ ଦେଖିଲ ଏଟା କାହା ଚିତ୍ର? ଆରେ ବା, କିଛି ପିଲା କହୁନ ଯେ? ହଁ, ଏଟା ଇଟାର ଚିତ୍ର। ତ କଠିନ ପଦାର୍ଥର କଣ ଅଛି? କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଅଛି। ସେହିପରି ଦେଖିଲ ଏଟା କାହା ଚିତ୍ର? ଜଳର ଚିତ୍ର। ବହୁତ ବଢ଼ିଆ। ତ ଜଳ ଏକ ତରଳ ପଦାର୍ଥ ଅଟେ ଯାହାର ନିର୍ଦ୍ଦିଷ୍ଟ ଆକାର, ଆକୃତି ନାହିଁ କିନ୍ତୁ ଆୟତନ ଅଛି। ଏଇଟା ଦେଖିଲ କାହା ଚିତ୍ର? ବେଲୁନର ଚିତ୍ର। ବେଲୁନ ଭିତରେ କଣ ଅଛି? ବାୟୁ ଅଛି। ବହୁତ ବଢ଼ିଆ। ବାୟୁ ହେଉଛି ଏକ ଗ୍ୟାସୀୟ ପଦାର୍ଥ ଯାହାର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ନଥାଏ। ଚାଲିଲ ଆଉ କିଛି ନୂଆ ପ୍ରଶ୍ନର ଉତ୍ତର କରିବା। କେବେ ଦେଖିଛ ମା ପୂଜା କଲା ବେଳେ ଧୂପକାଠିର ଧୂଆଁ କୁଆଡ଼େ ଯାଏ? ସେହିପରି ବାୟୁ, ଜେଟ୍ ପ୍ଲେନରୁ ବାହାରୁଥିବା ଧୂଆଁ କୁଆଡ଼େ ଯାଏ? ତାହାର କିଛି ନିର୍ଦ୍ଦିଷ୍ଟ ଆକୃତି ରହିଛି କି? ନାହିଁ। କାହିଁକି ନାହିଁ? ବହୁତ ବଢ଼ିଆ। କାହିଁକି ନା ଧୂଆଁ ହେଉଛି ଏକ ଗ୍ୟାସୀୟ ପଦାର୍ଥ। ଧୂଆଁ ବାୟୁମଣ୍ଡଳରେ ଖେଳେଇ ଯାଏ। ସେଥିପାଇଁ ଧୂଆଁର କିଛି ଆକାର ଓ ଆକୃତି ନଥାଏ। ଦ୍ୱିତୀୟ ପ୍ରଶ୍ନଟି ଦେଖିବା। ଜଳ, କ୍ଷୀର ଇତ୍ୟାଦିକୁ ଆମେ ଓଜନ କରିପାରିବା କି? ବହୁତ ବଢ଼ିଆ। ଜଳ, କ୍ଷୀର ଇତ୍ୟାଦିକୁ ଆମେ ଓଜନ କରିପାରିବା। ତୁମେ ଦେଖିଥିବ କ୍ଷୀର ପ୍ୟାକେଟରେ ଆସେ। ତାହାର କିଛି ଓଜନ ମଧ୍ୟ ପ୍ୟାକେଟରେ ଲେଖାଯାଇଥାଏ। ହଁ, ବହୁତ ବଢ଼ିଆ। ସେହିପରି ତୃତୀୟ ପ୍ରଶ୍ନଟି କହିଲ। ତାପ, ଆଲୋକ, ଅଙ୍ଗାର, ମୋବାଇଲ ଫୋନ ଇତ୍ୟାଦି ମଧ୍ୟରୁ କାହାର ଆକୃତି ଅଛି? କିଏ କହିବ?
ଅଙ୍ଗାର ଓ ମୋବାଇଲ ଫୋନର ଆକାର ଆକୃତି ଅଛି। କାହିଁକି? ନା ସେଗୁଡ଼ିକ ହେଉଛି ଏକ କଠିନ ପଦାର୍ଥ। ଅଙ୍ଗାର ଛୋଟ ଓ ବଡ଼ ଆକୃତି ହୋଇଥାଏ, ସେହିପରି ମୋବାଇଲ ଫୋନ ବିଭିନ୍ନ ଆକୃତିର ଆକାରର ହୋଇଥାଏ। ବର୍ତ୍ତମାନ ଆଉ କିଛି ଜାଣିବା। ଆସ ଆମେ ବର୍ତ୍ତମାନ ପଦାର୍ଥର ବିଭିନ୍ନ ଅବସ୍ଥା ଗୁଡ଼ିକ ବିଷୟରେ ଜାଣିବା। ଏଇ ଦେଖିଲ କାହାର ଚିତ୍ର? ପଥର ଚିତ୍ର। ପଥରକୁ କୌଣସି ଜାଗାରେ ରଖିଲେ କଣ ହୁଏ? ଭେରି ଗୁଡ୍, ସେ କିଛି ଆକାର ଓ ଆକୃତି ଥାଏ ତାର, ଓ ସେ କିଛି ସ୍ଥାନ ମଧ୍ୟ ଗ୍ରହଣ କରିଥାଏ, ଆୟତନ ମଧ୍ୟ ଅଛି। ବହୁତ ବଢିଆ। ସେଇପରି ଦେଖିଲ ଏଟା କାହା ଚିତ୍ର? ଜଳର ଚିତ୍ର। ବହୁତ ବଢିଆ। ଏଠି ଦେଖିଲ ଏଟା କାହା ଚିତ୍ର? କିରୋସିନର ଚିତ୍ର। ବହୁତ ବଢିଆ। ଜଳ ଓ କିରୋସିନ ହେଉଛି ଆମର ତରଳ ପଦାର୍ଥ। ସେଗୁଡ଼ିକର ଆକାର ଆକୃତି ନଥାଏ, ସେଗୁଡ଼ିକୁ ରଖିବା ପାଇଁ ଆମକୁ ଆବଦ୍ଧ ପାତ୍ରର ଆବଶ୍ୟକ ହୋଇଥାଏ। ବହୁତ ବଢିଆ, ବହୁତ ବଢିଆ। ସେଗୁଡ଼ିକୁ ଯେଉଁ ପାତ୍ରରେ ରଖାଯାଏ ସେ ସେଇ ଆକୃତି ଧାରଣ କରିଥାଏ। ବର୍ତ୍ତମାନ ଦେଖିଲ ଏଟା କାହା ଚିତ୍ର? ଏଇଟା ଦେଖିଲ କାହା ଚିତ୍ର? ବହୁତ ବଢିଆ। ଗୋଟିଏ ଚିତ୍ରରେ ବେଲୁନ ଗୁଡ଼ିକରେ ବାୟୁ ନାହିଁ, ଅନ୍ୟ ଏକ ଚିତ୍ରରେ ବେଲୁନ ଗୁଡ଼ିକରେ ବାୟୁ ଅଛି। ବାୟୁର କିଛି ଆକାର ଆକୃତି ଅଛି କି? ନାହିଁ। ଆୟତନ ଅଛି କି? ନାହିଁ। ଆରେ ବା, ତୁମେ ତ ବହୁତ ବଢିଆ ଉତ୍ତର ଦଉଛ। ତାହେଲେ ଚାଲ ଆମେ ବର୍ତ୍ତମାନ ପ୍ରତ୍ୟେକ ଅବସ୍ଥା ବିଷୟରେ କିଛି କିଛି ଜାଣିବା। ପଦାର୍ଥର କଠିନ ଅବସ୍ଥା। ଏହି ଅବସ୍ଥାରେ ପଦାର୍ଥର ନିଜସ୍ୱ ଆକାର, ଆୟତନ ଓ ବସ୍ତୁତ୍ୱ ଥାଏ। ଏହାକୁ ଯେଉଁଠାରେ ରଖିଲେ ମଧ୍ୟ ଏହା କିଛି ସ୍ଥାନ ଅଧିକାର କରେ। ଉଦାହରଣ ହେଲା ଇଟା, କାଠ, ବାଲି, କବାଟ ଇତ୍ୟାଦି। ବର୍ତ୍ତମାନ ଦେଖିବା ପଦାର୍ଥର ତରଳ ଅବସ୍ଥା। ଏହି ଅବସ୍ଥାରେ ପଦାର୍ଥର ନିଜସ୍ୱ ଆୟତନ ଓ ବସ୍ତୁତ୍ୱ ଥାଏ, କିନ୍ତୁ ଆକୃତି ନଥାଏ। ଏହାକୁ ଯେଉଁ ପାତ୍ରରେ ରଖିଲେ ଏହା ସେହି ପାତ୍ରର ଆକୃତି ଧାରଣ କରିଥାଏ। ତରଳ ପଦାର୍ଥ ଅବସ୍ଥାରେ ଏହା ସର୍ବଦା ନିମ୍ନଗାମୀ ହୋଇଥାଏ। ଉଦାହରଣଟି ଦେଲ କ୍ଷୀର, ଜଳ, କିରୋସିନ ଇତ୍ୟାଦି। ଆରେ ବା, ତୁମେ ତ ବହୁତ ବଢିଆ ଉତ୍ତର ଦେଉଛ। ଆଚ୍ଛା, ଜଳର ସର୍ବଦା ନିମ୍ନଗାମୀ ଆମେ ଝରଣାର ବୋହିବାଟାରୁ ଦେଖୁଛେ। ବହୁତ ବଢିଆ। ବର୍ତ୍ତମାନ ଦେଖିବା ପଦାର୍ଥର ଗ୍ୟାସୀୟ ଅବସ୍ଥା। ଏହି ଅବସ୍ଥାରେ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନଥାଏ, କିନ୍ତୁ ବସ୍ତୁତ୍ୱ ଥାଏ। ସାମାନ୍ୟ ତାପ ଓ ଚାପର ତାରତମ୍ୟ ହେଲେ ଏହାର ଆୟତନ ହ୍ରାସ ଓ ବୃଦ୍ଧି ଘଟେ। ଗ୍ୟାସୀୟ ପଦାର୍ଥ ଗୁଡ଼ିକୁ ସର୍ବଦା ଆବଦ୍ଧ ପାତ୍ରରେ ରଖାଯାଏ। ଗ୍ୟାସୀୟ ପଦାର୍ଥକୁ ଯେଉଁ ପାତ୍ରରେ ରଖାଯାଏ ତାହା ସେହି ପାତ୍ର ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବ୍ୟାପିଥାଏ। ଗ୍ୟାସର ପରିମାଣ କମ୍ ବେଶୀ ବା ଆବଦ୍ଧ ପାତ୍ରର ଛୋଟ ବଡ଼ ଯାହା ହେଲେ ମଧ୍ୟ ଏହି ବ୍ୟାପିବା ପ୍ରକ୍ରିୟାରେ ଫରକ ପଡ଼େ ନାହିଁ, ଯାହା ତୁମେ ଏହି ବେଲୁନ ଚିତ୍ରରୁ ମଧ୍ୟ ଦେଖିପାରୁଛ। ଆଉ କିଛି ଉଦାହରଣ ଦେଇପାରିବ ଯେଉଁଠାରେ ସାମାନ୍ୟ ତାପ ଓ ଚାପ ଦେଇ ବା ଅଧିକା ଚାପ ଓ ଅଧିକା ତାପ ଦେଇ ଗ୍ୟାସୀୟ ପଦାର୍ଥକୁ ରଖାଯାଏ? କହିଲ ଦେଖି। ଆରେ ବା, ବହୁତ ବଢିଆ। ସେଗୁଡ଼ିକ ହେଉଛି ତୁମର ଗ୍ୟାସ ସିଲିଣ୍ଡର। ଘରେ ବ୍ୟବହାର କରୁଥିବା ତୁମର ଗ୍ୟାସ ସିଲିଣ୍ଡର ହଉ କିମ୍ବା ଡାକ୍ତରଖାନାରେ ଦେଖିଥିବ ଅକ୍ସିଜେନ ସିଲିଣ୍ଡର ମଧ୍ୟ। ବହୁତ ବଢିଆ। ଚାଲ ଆଜିର ଆମର ଏଇ ପାଠପଢ଼ାରେ ଆମେ କଣ ଶିଖିଲେ ଦେଖିବା। ସ୍ଥିର ତାପମାତ୍ରାରେ କଠିନ ପଦାର୍ଥର ଆକାର, ଆକୃତି, ଆୟତନରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ସ୍ଥିର ତାପମାତ୍ରାରେ ତରଳ ପଦାର୍ଥର ଆୟତନ ଅପରିବର୍ତ୍ତିତ ରହେ, କିନ୍ତୁ ଏହାର ଆକାର, ଆକୃତି ଧାରକ ପାତ୍ରର ଆକୃତି ଅନୁସାରେ ବଦଳିଯାଏ। ତରଳ ପଦାର୍ଥ ରଖିବା ପାଇଁ ଗୋଟିଏ ପାତ୍ରର ଆବଶ୍ୟକ ହୋଇଥାଏ। ତାହା ଖୋଲା ବା ଆବଦ୍ଧ ହୋଇପାରେ, ନଚେତ୍ ତରଳ ପଦାର୍ଥ ଊର୍ଦ୍ଧ୍ୱରୁ ନିମ୍ନକୁ ବହିଯାଇଥାଏ। ଗ୍ୟାସୀୟ ପଦାର୍ଥକୁ ସର୍ବଦା ଆବଦ୍ଧ ପାତ୍ରରେ ରଖିବାକୁ ହୁଏ, ନଚେତ୍ ଗ୍ୟାସୀୟ ପଦାର୍ଥ ପାତ୍ରରୁ ବାହାରି ଯାଇ ବାୟୁମଣ୍ଡଳକୁ ଚାଲିଯାଏ। ସବୁ ପିଲାମାନେ ବୁଝିଲଟି? ବହୁତ ଭଲ। ଦେଖିବା ଆଜିର ଏଇ କ୍ଲାସର ଶେଷ ପରେ ତୁମେ କଣ ଶିଖିଲ ଜାଣିବା ପାଇଁ ତୁମ ପାଇଁ କିଛି କିଛି ଛୋଟ ପ୍ରଶ୍ନ ମୁଁ ରଖିଛି। କରିବା? ଠିକ ଅଛି। ତୁମ ପାଇଁ ପ୍ରଶ୍ନଟିଏ। ପ୍ରାକୃତିକ ପଦାର୍ଥ କହିଲେ କଣ ବୁଝ? ତୁମେ କହିଲ। ଭେରି ଗୁଡ୍।
ଯେଉଁ ପଦାର୍ଥ ଗୁଡ଼ିକ ପ୍ରକୃତିରୁ ଆମକୁ ମିଳିଥାଏ ତାହାକୁ ଆମେ ପ୍ରାକୃତିକ ପଦାର୍ଥ କହିଥାଉ। ପ୍ରାକୃତିକ ପଦାର୍ଥର 3ଟି ଉଦାହରଣ ଦେଲ। ବଢିଆ। କାଠ, ବାଲି, ମାଟି। ଭେରି ଗୁଡ୍। ବର୍ତ୍ତମାନ ତୃତୀୟ ପ୍ରଶ୍ନର ଉତ୍ତର କିଏ ଦେବ? କୃତ୍ରିମ ପଦାର୍ଥ କହିଲେ କଣ ବୁଝ? ଯେଉଁ ପଦାର୍ଥ ଗୁଡ଼ିକ ମଣିଷ ଦ୍ୱାରା ତିଆରି ହୋଇଛି ତାହାକୁ ମନୁଷ୍ୟକୃତ ବା କୃତ୍ରିମ ପଦାର୍ଥ ବୋଲି ଆମେ କହିଥାଉ। କହିଲେ ଦେଖି 5ଟି କୃତ୍ରିମ ପଦାର୍ଥର ନାମ। ଆଚ୍ଛା, ମୋବାଇଲ ଫୋନ, ବହି, କମ୍ପ୍ୟୁଟର, ଖାତା, ପେନ୍ ଇତ୍ୟାଦି। ବହୁତ ବଢିଆ। ପଦାର୍ଥର କେତୋଟି ଅବସ୍ଥା ଅଛି ଓ କଣ କଣ? ଭେରି ଗୁଡ୍। ପଦାର୍ଥର 3ଟି ଅବସ୍ଥା ଅଛି। ତାହା ହେଲା କଠିନ, ତରଳ ଓ ଗ୍ୟାସୀୟ। ପଦାର୍ଥର କଠିନ ଅବସ୍ଥା ଓ ତରଳ ଅବସ୍ଥା ମଧ୍ୟରେ କଣ ପାର୍ଥକ୍ୟ ଅଛି କହିବ କେହି? କଠିନ ଅବସ୍ଥାର କଣ ଥାଏ? ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ, କିନ୍ତୁ ତରଳ ଅବସ୍ଥାର ଆକାର ଓ ଆକୃତି ନଥାଏ। ବର୍ତ୍ତମାନ ଶେଷ ପ୍ରଶ୍ନର ଉତ୍ତର କିଏ ଦେବ? ପଦାର୍ଥର ତରଳ ଅବସ୍ଥା ଓ ଗ୍ୟାସୀୟ ଅବସ୍ଥା ମଧ୍ୟରେ ଥିବା ଗୋଟିଏ ମାତ୍ର ପାର୍ଥକ୍ୟ କହିଲ? ଭେରି ଗୁଡ୍। ତରଳ ଅବସ୍ଥାରେ ପଦାର୍ଥର ଆକାର, ଆକୃତି ନଥାଏ, କିନ୍ତୁ ଆୟତନ ଥାଏ। ଗ୍ୟାସୀୟ ଅବସ୍ଥାରେ ପଦାର୍ଥର ଆକାର, ଆକୃତି ଓ ଆୟତନ ନଥାଏ। ତରଳ ଅବସ୍ଥାରେ ପଦାର୍ଥ ଗୁଡ଼ିକୁ ଆମେ ରଖିବା ପାଇଁକା ଆବଦ୍ଧ କିମ୍ବା ଖୋଲା ପାତ୍ରର ଆବଶ୍ୟକ ହୋଇଥାଏ, କିନ୍ତୁ ଗ୍ୟାସୀୟ ଅବସ୍ଥାରେ ଥିବା ପଦାର୍ଥ ଗୁଡ଼ିକୁ ରଖିବା ପାଇଁକା ଆମକୁ କଣ ଦରକାର ହୋଇଥାଏ? ସର୍ବଦା ଆବଦ୍ଧ ପାତ୍ରର ଆବଶ୍ୟକ ହୋଇଥାଏ। ବହୁତ ବଢିଆ। ତୁମେମାନେ ଆଜି ବହୁତ ବଢିଆ ଉତ୍ତର ଦେଇଛ। ତ ସମସ୍ତଙ୍କ ପାଇଁ ଗୋଟେ ତାଳି ମାରିବା। ବହୁତ ବଢିଆ। ତ ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ।